କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରେ ଥିବା ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ବାର୍ଷିକ ସ୍ୱର୍ଗତ ନେପାଳ ବେହେରା ସ୍ମାରକୀ ଆନ୍ତର୍ଜିଲ୍ଲା ଫୁଟବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ସ୍ୱର୍ଗତ ନେପାଳ ବେହେରା ହେଉଛନ୍ତି ପୂର୍ବତନ ପରିବହନ ମନ୍ତ୍ରୀ ବୀର ମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ବଡ଼ ଭାଇ। ଦୀର୍ଘ ଦିନ ଧରି ଜଣେ ଦକ୍ଷ ସେନା ଅଧିକାରୀ ଭାବରେ ଦେଶ ମାତୃକାର ସେବା କରିବା ସହ ସ୍ୱର୍ଗତ ନେପାଳ ବେହେରା ଏହି ଫିରିଙ୍ଗିଆ ତଥା କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା କ୍ରୀଡ଼ା ସଂଗଠକ ଭାବରେ ପ୍ରତିଷ୍ଠା ଲାଭ କରିପାରିଥିଲେ। ତାଙ୍କର ସ୍ମୃତି ଚାରଣ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା ଉଦ୍ଦେଶ୍ୟରେ ଗତ 2 ବର୍ଷ ହେଲା କାର୍ତ୍ତିକେନ୍ଦୁ ବେହେରା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପରିବାର ତରଫରୁ ଏହି 2 ଦିବସୀୟ ଅନ୍ତର୍ଜିଲ୍ଲା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତେବେ ଏହି ପ୍ରତିଯୋଗିତାରେ ଉଦ୍ଯାପନୀ ଉତ୍ସବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ କହର, ସଭ୍ୟ ନୀଳଗିରି ଦିଗଲ, ବରିଷ୍ଠ ଶିକ୍ଷାବିତ୍ ତଥା ପୂର୍ବତନ ମନ୍ତ୍ରୀଙ୍କ ଭିଣେଇ ଗୟାଧର ଦିଗଲ, ଫିରିଙ୍ଗିଆର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲାଲନନ୍ଦ ପ୍ରଧାନ, ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଲ୍ଲିକ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଜୟଚନ୍ଦ୍ର ମଳିକ, ବିଜେଡି ବ୍ଲକ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀଙ୍କ ସାନ ଭାଇ ପ୍ରଦୀପ କୁମାର ବେହେରା, ଭୃଙ୍ଗିଯୋଗୀ ସରପଞ୍ଚ ଏସିଆ କହର, ପବିଙ୍ଗିଆ ସରପଞ୍ଚ ଲାଲମୋହନ କହରଙ୍କ ସହ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। 2 ଦିନ ଧରି ଏହି ପ୍ରତିଯୋଗିତାକୁ ପୂର୍ବତନ ମନ୍ତ୍ରୀଙ୍କ ପିତା ସ୍ୱର୍ଗତ କାର୍ତ୍ତିକେନ୍ଦୁ ବେହେରାଙ୍କ ପରିବାର ତରଫରୁ ସ୍ୱର୍ଗତ ନେପାଳ ବେହେରାଙ୍କ ବଡ଼ପୁଅ ପୀତାମ୍ବର ବେହେରାଙ୍କ ସହ ପଦ୍ମନାଭ ବେହେରାଙ୍କ ବଡ଼ପୁଅ ତଥା ଓଡ଼ିଶା ଫୁଟବଲ ଆସୋସିଏସନର ରାଜ୍ୟ ଉପସଭାପତି ହୃଦୟ ରଞ୍ଜନ ବେହେରା ଆୟୋଜନ କରିଥିବା ବେଳେ ସ୍ୱର୍ଗତ କାର୍ତ୍ତିକେନ୍ଦୁ ବେହେରାଙ୍କ ନାତି ତଥା କନ୍ଧମାଳ ଜିଲ୍ଲାର ଜଣାଶୁଣା କ୍ରୀଡ଼ାବିତ୍ ଓ କ୍ରୀଡ଼ା ସଂଗଠକ ଭବାନୀ ଶଙ୍କର ବେହେରା ଉପସ୍ଥିତ ରହି ପରିଚାଳନା କରିଥିଲେ। ଅନ୍ୟପଟେ 2 ଦିନ ଧରି ଏହି ପ୍ରତିଯୋଗିତାରେ ଫିରିଙ୍ଗିଆର ସୁଜିତ ଫୁଟବଲ କ୍ଲବର ବରିଷ୍ଠ ସଦସ୍ୟ ବିଭୁଦତ୍ତ ମୁଖୀ ଓ ରାଜେଶ କୁମାର ଦିଗଲଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। 2 ଦିନ ଧରି ଖେଳକୁ ଜିଲ୍ଲାର ଜଣାଶୁଣା ରେଫରୀ ସରୋଜ ମୁନିଙ୍କ ସହ ସୁନୀଲ ବେହେରା, ପ୍ରଫୁଲ୍ଲ କହର, ରୋହିତ ମୁଖୀ, ତାଣ୍ଡେଶ୍ୱର କହର ଖେଳ ପରିଚାଳନା କରିଥିଲେ। 2 ଦିନ ଧରି ଜିଲ୍ଲାର ବଛା ବଛା 8ଟି ଫୁଟବଲ ଟିମ୍ ଭାଗ ନେଇଥିବା ବେଳେ ଫୁଲବାଣୀ କ୍ରୀଡ଼ା ଛାତ୍ରାବାସ ସହ ଫୁଟବଲ ଆସୋସିଏସନ ଫୁଲବାଣୀ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳର ଖେଳ ସଂଘର୍ଷପୂର୍ଣ୍ଣ ଥିବା ବେଳେ ପେନାଲ୍ଟିରେ କ୍ରୀଡ଼ା ଛାତ୍ରାବାସକୁ 1-0 ଗୋଲରେ ହରାଇ ଫୁଟବଲ ଆସୋସିଏସନ ଚମ୍ପିଆନ ହୋଇଥିଲା। ଖେଳ ଶେଷରେ ଉଭୟ ବିଜେତା ଓ ଉପବିଜେତା ଦଳକୁ ଆୟୋଜକ କମିଟି ତରଫରୁ ଅତିଥିମାନେ ଟ୍ରଫି ସହ ଆର୍ଥିକ ରାଶି ଦେଇ ପୁରସ୍କୃତ କରିଥିଲେ। କନ୍ଧମାଳ ଜିଲ୍ଲାର ମୃତ୍ୟୁଞ୍ଜୟ ଦିଗଲଙ୍କ ରିପୋର୍ଟ, ONM ନ୍ୟୁଜ।